हेलो सांग माने वेलकम टू माय यूट्यूब चैनल। आज आम यूजीसी नेट जेआरएफ सीपीटी रही जाइथिबा आधुनिक युगर बाकी तक एमसीक्यू को आलोचना करबा। आज आमर प्रथम क्वेश्चन है सारिया भगिया केउ उपन्यासर चरित्र। सारिया भगिया 6 माण 8 गुंठ उपन्यासर चरित्र। 6 ମାଣ 8 ଗୁଣ୍ଠରେ ବର୍ଣ୍ଣିତ ଗାଈର ନାମ କ'ଣ? 6 ମାଣ 8 ଗୁଣ୍ଠରେ ବର୍ଣ୍ଣିତ ଗାଈର ନାମ ନେତ। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ଓଡ଼ିଆ ବର୍ଣ୍ଣବୋଧର ସ୍ରଷ୍ଟା କିଏ? ପ୍ରଥମ ଓଡ଼ିଆ ବର୍ଣ୍ଣବୋଧର ସ୍ରଷ୍ଟା ମଧୁସୂଦନ ରାଓ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ଚତୁର୍ଦ୍ଦଶପଦୀ କବିତାର ପ୍ରଥମ ସ୍ରଷ୍ଟା କିଏ? ଓଡ଼ିଆ ଚତୁର୍ଦ୍ଦଶପଦୀ କବିତାର ପ୍ରଥମ ସ୍ରଷ୍ଟା ମଧୁସୂଦନ ରାଓ। ପରବର୍ତ୍ତୀ ପ୍ରଶ୍ନ, ଭକ୍ତ କବି ମଧୁସୂଦନ କେଉଁ ଧର୍ମ ଗ୍ରହଣ କରିଥିଲେ? ଭକ୍ତ କବି ମଧୁସୂଦନ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ମଧୁସୂଦନଙ୍କ କେଉଁ ଗ୍ରନ୍ଥ ପାଠ କରି ରବୀନ୍ଦ୍ରନାଥ ମତ ଦେଇଥିଲେ ବେଦ ମନ୍ତ୍ରର ଧ୍ୱନି ଶୁଣିପାରିଲି? ତ ମଧୁସୂଦନଙ୍କର ଋଷିପ୍ରାଣୀ ଦେବାବତାରଣ ଗ୍ରନ୍ଥଟି ପାଠ କରି ରବୀନ୍ଦ୍ରନାଥ ମତ ଦେଇଥିଲେ ବେଦ ମନ୍ତ୍ରର ଧ୍ୱନି ଶୁଣିପାରିଲି। ପରବର୍ତ୍ତୀ ପ୍ରଶ୍ନ, ଅନନ୍ତ ନିବିଡ଼ ଘୋର ଅନ୍ଧକାରମୟ ଥିଲା ବିଶ୍ୱ ରୂପରେଖ ଶୂନ୍ୟ ନିରାକାର କେଉଁ କବିତାର ଅଂଶବିଶେଷ? ଏହି ପଂକ୍ତିଟି ଆକାଶ ପ୍ରତି କବିତାର ଅଂଶବିଶେଷ। ପରବର୍ତ୍ତୀ ପ୍ରଶ୍ନ, ମଧୁସୂଦନଙ୍କ ସନେଟ୍ କେଉଁ ଶୈଳୀରେ ରଚିତ? ମଧୁସୂଦନଙ୍କ ସନେଟ୍ ପେତ୍ରାକ୍ରିୟ ଶୈଳୀରେ ରଚିତ। ପରବର୍ତ୍ତୀ ପ୍ରଶ୍ନ, ଲଛମାର ବଙ୍ଗଳା ଅନୁବାଦକ କିଏ? ଲଛମାର ବଙ୍ଗଳା ଅନୁବାଦକ ଭାରତୀ ନନ୍ଦୀ। ପରବର୍ତ୍ତୀ ପ୍ରଶ୍ନ, ରାଧାନାଥଙ୍କ ଚିଲିକାର ରଚନା କାଳ କେବେ? ରାଧାନାଥଙ୍କ ଚିଲିକାର ରଚନା କାଳ ଖ୍ରୀଷ୍ଟାବ୍ଦ 1892। ପରବର୍ତ୍ତୀ ପ୍ରଶ୍ନ, ମହାଯାତ୍ରା କାବ୍ୟରେ କେଉଁମାନେ ମହାଯାତ୍ରା କରିଛନ୍ତି? ମହାଯାତ୍ରା କାବ୍ୟରେ ପାଣ୍ଡବମାନେ ମହାଯାତ୍ରା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି ଏ ସୃଷ୍ଟି ଅମୃତମୟ ହେ ଏହା କାହାର ରଚନା? ଏହା ମଧୁସୂଦନ ରାଓଙ୍କର ରଚନା। ପରବର୍ତ୍ତୀ ପ୍ରଶ୍ନ, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖିଲେ ହେ ନୂଆ ଦିଶୁଥାଇ ଏହି ଉଦ୍ଧୃତାଂଶଟି କେଉଁ କବିଙ୍କ ଲେଖନୀ ନିଷ୍କୃତ? ଏହା ରାଧାନାଥ ରାୟଙ୍କ ଚିଲିକାର ପଂକ୍ତି ଅଟେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଛଦ୍ମନାମରେ ଫକୀରମୋହନ ପରିଚିତ ଥିଲେ? ଫକୀରମୋହନ ଧୂର୍ଜଟି ଛଦ୍ମନାମରେ ପରିଚିତ ଥିଲେ। ପରବର୍ତ୍ତୀ ପ୍ରଶ୍ନ, କେନ୍ଦୁଝର ପ୍ରଜାମେଳି କେବେ ହୋଇଥିଲା? କେନ୍ଦୁଝର ପ୍ରଜାମେଳି ଖ୍ରୀଷ୍ଟାବ୍ଦ 1891ରେ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଫକୀରମୋହନଙ୍କ ଗଳ୍ପ ସଂକଳନର ନାମ କ'ଣ? ଫକୀରମୋହନଙ୍କ ଗଳ୍ପ ସଂକଳନର ନାମ ହେଉଛି ଗଳ୍ପ ସ୍ୱଳ୍ପ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ। ପରବର୍ତ୍ତୀ ପ୍ରଶ୍ନ, ଫକୀରମୋହନଙ୍କୁ ସଂକ୍ରାନ୍ତି ପୁରୁଷ କାହିଁକି କୁହାଯାଏ? ଫକୀରମୋହନଙ୍କୁ ସଂକ୍ରାନ୍ତି ପୁରୁଷ କହିବାର କାରଣ ହେଉଛି ତାଙ୍କର ଜନ୍ମ ହେଉଛି ମକର ସଂକ୍ରାନ୍ତିରେ ଏବଂ ତିରୋଧାନ ହେଉଛି ରଜ ସଂକ୍ରାନ୍ତିରେ। ପରବର୍ତ୍ତୀ ପ୍ରଶ୍ନ, ବିକ୍ରମାଦିତ୍ୟ କାବ୍ୟର ସ୍ରଷ୍ଟା କିଏ? ବିକ୍ରମାଦିତ୍ୟ କାବ୍ୟର ସ୍ରଷ୍ଟା ଚିନ୍ତାମଣି ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ, ନିର୍ଝରିଣୀ କବିତା ଗ୍ରନ୍ଥର ରଚୟିତା କିଏ? ନିର୍ଝରିଣୀ କବିତା ଗ୍ରନ୍ଥର ରଚୟିତା ପଲ୍ଲୀକବି ନନ୍ଦକିଶୋର ବଳ। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱଦେଖ ମଧୁମୟରେ ଜୀବନ ବିଶ୍ୱଦେଖ ମଧୁମୟ କେଉଁ ଗ୍ରନ୍ଥରୁ ଆସିଅଛି? ଏହା
ଅର୍ଘ୍ୟଥାଳି ଗ୍ରନ୍ଥର ମଧୁମୟ କବିତାରୁ ଆସିଅଛି। ପରବର୍ତ୍ତୀ ପ୍ରଶ୍ନ, ଅର୍ଘ୍ୟଥାଳି କବିତା ଗୁଚ୍ଛର କବି କିଏ? ଅର୍ଘ୍ୟଥାଳି କବିତା ଗ୍ରନ୍ଥର କବି ଗଙ୍ଗାଧର ମେହେର। ପରବର୍ତ୍ତୀ ପ୍ରଶ୍ନ, ସତୀଙ୍କି ତମସା ଅଙ୍କରେ ଘେନି ସେନେହେ ଆଲିଙ୍ଗିଲା ତରଙ୍ଗ କରେ, କେଉଁ କାବ୍ୟରୁ ଆନୀତ? ଏହା ତପସ୍ୱିନୀ କାବ୍ୟରୁ ଆନୀତ, ଯାହା ଗଙ୍ଗାଧର ମେହେରଙ୍କର ରଚନା। ପରବର୍ତ୍ତୀ ପ୍ରଶ୍ନ, ଗଙ୍ଗାଧର ମେହେରଙ୍କ ରଚିତ ପ୍ରଥମ କାବ୍ୟର ନାମ କ'ଣ? ଗଙ୍ଗାଧର ମେହେରଙ୍କ ରଚିତ ପ୍ରଥମ କାବ୍ୟର ନାମ ହେଉଛି ରସ ରତ୍ନାକର। ପରବର୍ତ୍ତୀ ପ୍ରଶ୍ନ, କୀଚକ ବଧ କାବ୍ୟ କେବେ ପ୍ରକାଶିତ ହୋଇଥିଲା? କୀଚକ ବଧ କାବ୍ୟ ଖ୍ରୀଷ୍ଟାବ୍ଦ 1903 ମସିହାରେ ପ୍ରକାଶିତ ହୋଇଥିଲା। ଶର୍ମିଷ୍ଠା କାବ୍ୟର କବି କିଏ? ଶର୍ମିଷ୍ଠା କାବ୍ୟର କବି ନନ୍ଦକିଶୋର ବଳ। ପରବର୍ତ୍ତୀ ପ୍ରଶ୍ନ, ସ୍ୱଭାବ କବି ଭାବରେ କିଏ ପରିଚିତ? ସ୍ୱଭାବ କବି ଭାବରେ କବି ଗଙ୍ଗାଧର ମେହେର ପରିଚିତ। ପରବର୍ତ୍ତୀ ପ୍ରଶ୍ନ, ଅଭିଜ୍ଞାନ ଶାକୁନ୍ତଳମ୍ ଅନୁସରଣରେ ଗଙ୍ଗାଧର ମେହେର କେଉଁ କାବ୍ୟ ରଚନା କରିଛନ୍ତି? ଅଭିଜ୍ଞାନ ଶାକୁନ୍ତଳମ୍ ଅନୁସରଣରେ ଗଙ୍ଗାଧର ପ୍ରଣୟ ବଲ୍ଲରୀ କାବ୍ୟ ରଚନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ମାତୃଭୂମି ମାତୃଭାଷାରେ ମମତା ଯାହା ହୃଦେ ଜନମି ନାହିଁ, ତାଙ୍କୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ, ଏହା କେଉଁ କବିତାରୁ ଆନୀତ? ଏହା ଗଙ୍ଗାଧର ମେହେରଙ୍କର ମାତୃଭୂମି କବିତାରୁ ଆନୀତ। ପରବର୍ତ୍ତୀ ପ୍ରଶ୍ନ, ଅନୁକମ୍ପା ଗଙ୍ଗାଧର ମେହେରଙ୍କ କେଉଁ କାବ୍ୟର ଚରିତ୍ର? ଅନୁକମ୍ପା ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟର ଚରିତ୍ର। ପରବର୍ତ୍ତୀ ପ୍ରଶ୍ନ, ଗଙ୍ଗାଧରଙ୍କ କେଉଁ କାବ୍ୟକୁ ମୈଥିଳୀ ଶରଣ ଗୁପ୍ତଙ୍କ ସାକେତ କାବ୍ୟ ସହିତ ତୁଳନା କରାଯାଇଛି? ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟକୁ ମୈଥିଳୀ ଶରଣ ଗୁପ୍ତଙ୍କ ସାକେତ କାବ୍ୟ ସହିତ ତୁଳନା କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ, ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା ତପସ୍ୱିନୀର କେଉଁ ସର୍ଗରେ ବର୍ଣ୍ଣିତ? ଏହା ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗରେ ବର୍ଣ୍ଣିତ। ପରବର୍ତ୍ତୀ ପ୍ରଶ୍ନ, ଗଙ୍ଗାଧର ମେହେରଙ୍କ କେଉଁ କାବ୍ୟରେ ଉଷା ଅନିରୁଦ୍ଧଙ୍କ ପ୍ରଣୟ ବର୍ଣ୍ଣିତ? ଗଙ୍ଗାଧର ମେହେରଙ୍କ ରସ ରତ୍ନାକର କାବ୍ୟରେ ଉଷା ଏବଂ ଅନିରୁଦ୍ଧଙ୍କ ପ୍ରଣୟ ବର୍ଣ୍ଣିତ। ପରବର୍ତ୍ତୀ ପ୍ରଶ୍ନ, କୀଚକ ବଧ କାବ୍ୟଟି କେଉଁ ମହାକାବ୍ୟର କାହାଣୀ ଆଧାରରେ ରଚିତ? କୀଚକ ବଧ କାବ୍ୟଟି ମହାଭାରତର କାହାଣୀ ଆଧାରରେ ରଚିତ। ପରବର୍ତ୍ତୀ ପ୍ରଶ୍ନ, ଚିନ୍ତାମଣି ମହାନ୍ତିଙ୍କୁ କବି ଶେଖର ଉପାଧି କେଉଁ ଅନୁଷ୍ଠାନ ପ୍ରଦାନ କରିଥିଲେ? ଚିନ୍ତାମଣି ମହାନ୍ତିଙ୍କୁ କବି ଶେଖର ଉପାଧି ଆନ୍ଧ୍ରା ବିଶ୍ୱବିଦ୍ୟାଳୟ ପ୍ରଦାନ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆରେ ରଚିତ ପ୍ରଥମ ବିଜ୍ଞାନଧର୍ମୀ ପୁସ୍ତକର ନାମ କ'ଣ? ଓଡ଼ିଆରେ ରଚିତ ପ୍ରଥମ ବିଜ୍ଞାନଧର୍ମୀ ପୁସ୍ତକ ହେଉଛି ବୃଷ୍ଟି ବିଜ୍ଞାନ, ଯାହା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କର ରଚନା। ପରବର୍ତ୍ତୀ ପ୍ରଶ୍ନ, ବିବିଧ ପ୍ରବନ୍ଧର ସ୍ରଷ୍ଟା କିଏ? ବିବିଧ ପ୍ରବନ୍ଧର ସ୍ରଷ୍ଟା ବିଶ୍ୱନାଥ କର। ଓଡ଼ିଆ ଭାଷାରେ ପ୍ରଥମ ଡାଏରୀ ସାହିତ୍ୟର ସ୍ରଷ୍ଟା କିଏ? ଓଡ଼ିଆ ଭାଷାର ପ୍ରଥମ ଡାଏରୀ ସାହିତ୍ୟ ହେଉଛି ଜଳନ୍ଧର ଦେବଙ୍କ ଡାଏରୀର କିୟଦଂଶ। ପରବର୍ତ୍ତୀ ପ୍ରଶ୍ନ, ଗଙ୍ଗାଧର ମେହେରଙ୍କ ଅସମ୍ପୂର୍ଣ୍ଣ କାବ୍ୟର ନାମ କ'ଣ? ଗଙ୍ଗାଧର ମେହେରଙ୍କ ଅସମ୍ପୂର୍ଣ୍ଣ କାବ୍ୟର ନାମ ପଦ୍ମିନୀ। ପରବର୍ତ୍ତୀ ପ୍ରଶ୍ନ, କନକଲତା ଉପନ୍ୟାସର ସ୍ରଷ୍ଟା କିଏ?
କନକଲତା ଉପନ୍ୟାସର ସ୍ରଷ୍ଟା ନନ୍ଦକିଶୋର ବଳ। ପରବର୍ତ୍ତୀ ପ୍ରଶ୍ନ, ବିବାସିନୀ ଉପନ୍ୟାସର ସ୍ରଷ୍ଟା କିଏ? ବିବାସିନୀ ଉପନ୍ୟାସର ସ୍ରଷ୍ଟା ରାମଶଙ୍କର ରାୟ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ଭାଷାତତ୍ତ୍ୱ ଗ୍ରନ୍ଥର ଲେଖକ କିଏ? ଓଡ଼ିଆ ଭାଷାତତ୍ତ୍ୱ ଗ୍ରନ୍ଥର ଲେଖକ ଗୋପୀନାଥ ନନ୍ଦ ଶର୍ମା। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ଭାଷାର ପ୍ରଥମ ବିପତ୍ତିମୂଳକ ଅଭିଧାନ କ'ଣ? ଓଡ଼ିଆ ଭାଷାର ପ୍ରଥମ ବିପତ୍ତିମୂଳକ ଅଭିଧାନ ଶବ୍ଦ ତତ୍ତ୍ୱବୋଧ ଅଭିଧାନ, ଯାହାକି ଗୋପୀନାଥ ନନ୍ଦ ଶର୍ମାଙ୍କର। ପରବର୍ତ୍ତୀ ପ୍ରଶ୍ନ, ଭାଗବତ ଟୁଙ୍ଗିରେ ସନ୍ଧ୍ୟା କାହାର ସୃଷ୍ଟି? ଭାଗବତ ଟୁଙ୍ଗିରେ ସନ୍ଧ୍ୟା ଗୋପାଳଚନ୍ଦ୍ର ପ୍ରହରାଜଙ୍କର ସୃଷ୍ଟି। ପରବର୍ତ୍ତୀ ପ୍ରଶ୍ନ, ଚାତୁର୍ଭାଷିକ ଓଡ଼ିଆ ଅଭିଧାନର ନାମ କ'ଣ? ତ ଚାତୁର୍ଭାଷିକ ଓଡ଼ିଆ ଅଭିଧାନର ନାମ ହେଉଛି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଯାହାକି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ରଚନା। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳର ଋତୁଚିତ୍ର ପ୍ରବନ୍ଧର ସ୍ରଷ୍ଟା କିଏ? ଉତ୍କଳର ଋତୁଚିତ୍ର ପ୍ରବନ୍ଧର ସ୍ରଷ୍ଟା ଶଶିଭୂଷଣ ରାୟ। ପରବର୍ତ୍ତୀ ପ୍ରଶ୍ନ, ଶଶିଭୂଷଣ ରାୟଙ୍କ ଉତ୍କଳ ପ୍ରକୃତି ଗ୍ରନ୍ଥଟି କାହାକୁ ଉତ୍ସର୍ଗ କରାଯାଇଅଛି? ଶଶିଭୂଷଣ ରାୟଙ୍କ ଉତ୍କଳ ପ୍ରକୃତି ଗ୍ରନ୍ଥଟି ମହାନଦୀକୁ ଉତ୍ସର୍ଗ କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ, ବାଣୀଭୂଷଣ ଉପାଧି କିଏ ପାଇଥିଲେ? ବାଣୀଭୂଷଣ ଉପାଧି ମୃତ୍ୟୁଞ୍ଜୟ ରଥ ପାଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳ ସମ୍ମିଳନୀ କେଉଁ ବର୍ଷ ଗଠନ କରାଯାଇଥିଲା? ଉତ୍କଳ ସମ୍ମିଳନୀ ଖ୍ରୀଷ୍ଟାବ୍ଦ 1903 ମସିହାରେ ଗଠନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, କୁଳବୃଦ୍ଧ ନାମରେ କିଏ ପରିଚିତ? କୁଳବୃଦ୍ଧ ନାମରେ ମଧୁସୂଦନ ଦାସ ପରିଚିତ। ପରବର୍ତ୍ତୀ ପ୍ରଶ୍ନ, ଜାତି ପ୍ରେମ ବହ୍ନି ପ୍ରଜ୍ୱଳିତ କର, ସ୍ୱାର୍ଥକୁ ଦିଅ ଆହୁତି କିଏ କହିଛନ୍ତି? ଏହି ଉକ୍ତିଟି ମଧୁସୂଦନ ଦାସଙ୍କର। ପରବର୍ତ୍ତୀ ପ୍ରଶ୍ନ, ସଂକଳିତ ହୋଇଥିବା ମଧୁସୂଦନ ଦାସଙ୍କ କବିତାର ସଂଖ୍ୟା କେତେ? ସଂକଳିତ ହୋଇଥିବା ମଧୁସୂଦନ ଦାସଙ୍କର କବିତାର ସଂଖ୍ୟା 7 ଗୋଟି। ଚିତ୍ରଗଳ୍ପ ସଂକଳନର ସ୍ରଷ୍ଟା କିଏ? ଚିତ୍ରଗଳ୍ପ ସଂକଳନର ସ୍ରଷ୍ଟା ହେଉଛନ୍ତି ଚନ୍ଦ୍ରଶେଖର ନନ୍ଦ, ଯେଉଁଟାକି ଚିତ୍ରଗଳ୍ପ ହେଉଛି ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ସଂକଳନ। ପରବର୍ତ୍ତୀ ପ୍ରଶ୍ନ, ସ୍ନେହଲତା ଉପନ୍ୟାସର ଲେଖକ କିଏ? ସ୍ନେହଲତା ଉପନ୍ୟାସର ଲେଖକ ମୌଲବୀ ଅବଦୁଲ ରହିମ। ପରବର୍ତ୍ତୀ ପ୍ରଶ୍ନ, ବିଂଶ ଶତାବ୍ଦୀର ଦ୍ୱିତୀୟ ସାମାଜିକ ଉପନ୍ୟାସର ନାମ କ'ଣ? ବିଂଶ ଶତାବ୍ଦୀର ଦ୍ୱିତୀୟ ସାମାଜିକ ଉପନ୍ୟାସର ନାମ ସ୍ନେହଲତା। ପରବର୍ତ୍ତୀ ପ୍ରଶ୍ନ, ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ, ଏହା କେଉଁ ଇଂରାଜୀ କବିଙ୍କ କବିତାର ମର୍ମାନୁବାଦ? ଏହା ୱାର୍ଡସୱାର୍ଥଙ୍କ କବିତାର ମର୍ମାନୁବାଦ। ପରବର୍ତ୍ତୀ ପ୍ରଶ୍ନ, ଥାଆନ୍ତା ଯେବେ ମୋର ବିହଙ୍ଗ ପକ୍ଷ, ଲଙ୍ଘି ଭୀଷଣ ଗିରି ସମୁଦ୍ର ବକ୍ଷ, ଦେଖନ୍ତି ପ୍ରିୟଜନ ମୁଖ କମଳ, ହୁଅନ୍ତାଏ ସନ୍ତପ୍ତ ପ୍ରାଣ ଶୀତଳ, ଏହା କେଉଁ କବିତାର ଅଂଶ? ଏହି ଉକ୍ତିଟି ନିର୍ଜନ ଦ୍ୱୀପରେ ନିର୍ବାସିତର ବିଳାପ କବିତାର ଅଂଶ। ପରବର୍ତ୍ତୀ ପ୍ରଶ୍ନ, ଫକୀରମୋହନଙ୍କ ରେବତୀ ଗଳ୍ପ କେଉଁ ପତ୍ରିକାରେ କେଉଁ ସଂଖ୍ୟାରେ ପ୍ରକାଶ ପାଇଥିଲା? ଫକୀରମୋହନଙ୍କର ରେବତୀ ଗଳ୍ପ ଉତ୍କଳ ସାହିତ୍ୟର ଦ୍ୱିତୀୟ ଭାଗ 10ମ ସଂଖ୍ୟାରେ ପ୍ରକାଶିତ। ପରବର୍ତ୍ତୀ ପ୍ରଶ୍ନ, ମସ୍ତରାମ ଚରିତ୍ର କେଉଁ ଲେଖକଙ୍କ ସୃଷ୍ଟି? ମସ୍ତରାମ ଚରିତ୍ର ଗୋପାଳଚନ୍ଦ୍ର ପ୍ରହରାଜଙ୍କର ସୃଷ୍ଟି। ପରବର୍ତ୍ତୀ ପ୍ରଶ୍ନ, ଫକୀରମୋହନଙ୍କ ଆତ୍ମଜୀବନୀ ଚରିତକୁ କିଏ ବିକଳାଙ୍ଗ କରିଥିଲେ?
ଫକୀରମୋହନଙ୍କ ଆତ୍ମଜୀବନୀ ଚରିତକୁ ତାଙ୍କ ପୁତ୍ର ମୋହିନୀ ମୋହନ ସେନାପତି ବିକଳାଙ୍ଗ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ରେଭେନ୍ସା ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ପ୍ରଥମ MA ଛାତ୍ର କିଏ? ରେଭେନ୍ସା ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ପ୍ରଥମ MA ଛାତ୍ର ଗୋପାଳ ବଲ୍ଲଭ ଦାସ। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳ ଭାଷା ଉଦ୍ଦୀପନୀ ସଭାର ପ୍ରତିଷ୍ଠା କାଳ କେବେ? ତ 1867 ମସିହା ଜୁଲାଇ ମାସରେ। ପରବର୍ତ୍ତୀ ପ୍ରଶ୍ନ, କଟକ ଡିବେଟିଂ କ୍ଲବ କେବେ ପ୍ରତିଷ୍ଠା ହୋଇଥିଲା? କଟକ ଡିବେଟିଂ କ୍ଲବ 1868-69 ମସିହାରେ ପ୍ରତିଷ୍ଠା ହୋଇଥିଲା। ଓଡ଼ିଆ ଭାଷାକୁ ବଙ୍ଗଳାରେ ଲେଖିବା ପାଇଁ ପ୍ରଥମେ କିଏ ପ୍ରସ୍ତାବ ଦେଇଥିଲେ? ଓଡ଼ିଆ ଭାଷାକୁ ବଙ୍ଗଳାରେ ଲେଖିବା ପାଇଁ ପ୍ରଥମେ ଉମାଚରଣ ହାଲଦାର ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲରେ କିଏ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ସମ୍ପର୍କରେ ମତ ରଖିଥିଲେ? ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲରେ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ସମ୍ପର୍କରେ ଜନ୍ ବିମ୍ସ ମତ ରଖିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଆଧୁନିକ ଆର୍ଯ୍ୟ ଭାଷାର ତୁଳନାତ୍ମକ ବ୍ୟାକରଣର ସ୍ରଷ୍ଟା କିଏ? ଆଧୁନିକ ଆର୍ଯ୍ୟ ଭାଷାର ତୁଳନାତ୍ମକ ବ୍ୟାକରଣର ସ୍ରଷ୍ଟା ଜନ୍ ବିମ୍ସ। ଏହି ଗ୍ରନ୍ଥ 3 ଭାଗରେ ବିଭକ୍ତ। ପରବର୍ତ୍ତୀ ପ୍ରଶ୍ନ, ଜନ୍ ବିମ୍ସ ଓଡ଼ିଶାରେ କେତେ ବର୍ଷ ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ? ଜନ୍ ବିମ୍ସ ଓଡ଼ିଶାରେ 9 ବର୍ଷ ପ୍ରଶାସକ ଭାବରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ସମ୍ବଲପୁରରେ ହିନ୍ଦୀ ଭାଷା ପ୍ରଚଳନ ପାଇଁ କେବେ ସରକାରୀ ଆଦେଶନାମା ଜାରି ହୋଇଥିଲା? ସମ୍ବଲପୁରରେ ହିନ୍ଦୀ ଭାଷା ପ୍ରଚଳନ ପାଇଁ 1894 ମସିହାରେ ସରକାରୀ ଆଦେଶନାମା ଜାରି ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, କେବେ ସମ୍ବଲପୁରକୁ ଓଡ଼ିଶା ସହିତ ମିଶ୍ରଣ କରାଯାଇଥିଲା? 1905 ଅକ୍ଟୋବର 16 ତାରିଖରେ ସମ୍ବଲପୁରକୁ ଓଡ଼ିଶା ସହିତ ମିଶ୍ରଣ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଗଞ୍ଜାମ ଜିଲ୍ଲାରେ ଓଡ଼ିଆ ଭାଷା ଆନ୍ଦୋଳନର ପ୍ରଥମ ପ୍ରବକ୍ତା କିଏ? ଗଞ୍ଜାମ ଜିଲ୍ଲାରେ ଓଡ଼ିଆ ଭାଷା ଆନ୍ଦୋଳନର ପ୍ରଥମ ପ୍ରବକ୍ତା ହରିହର ପଣ୍ଡା। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ଭାଷା ଅଧ୍ୟୟନ ପାଇଁ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟ କେବେ ସ୍ୱୀକୃତି ପ୍ରଦାନ କରିଥିଲେ? ଓଡ଼ିଆ ଭାଷା ଅଧ୍ୟୟନ ପାଇଁ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟ 1858 ମସିହାରେ ସ୍ୱୀକୃତି ପ୍ରଦାନ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ନବଜାଗରଣ ବା ରେନେସାଁ କେଉଁ ପ୍ରକାରର ଆନ୍ଦୋଳନ? ନବଜାଗରଣ ବା ରେନେସାଁ ସାଂସ୍କୃତିକ ଆନ୍ଦୋଳନ। ପରବର୍ତ୍ତୀ ପ୍ରଶ୍ନ, ଶିଶୁର ପ୍ରଥମ ଶୋକ କବିତାଟି କେଉଁ କବିଙ୍କର? ଶିଶୁର ପ୍ରଥମ ଶୋକ କବିତାଟି ନନ୍ଦକିଶୋର ବଳଙ୍କର। ପରବର୍ତ୍ତୀ ପ୍ରଶ୍ନ, ଅମର୍ଷି ବାଣୀ ପ୍ରସଙ୍ଗଟି ରାଧାନାଥଙ୍କ କେଉଁ ମହାକାବ୍ୟରେ ରହିଛି? ଅମର୍ଷି ବାଣୀ ପ୍ରସଙ୍ଗଟି ରାଧାନାଥଙ୍କ ମହାଯାତ୍ରା ମହାକାବ୍ୟରେ ରହିଛି। ପରବର୍ତ୍ତୀ ପ୍ରଶ୍ନ, ମଧୁସୂଦନ ରାଓଙ୍କ ରଚିତ ବର୍ଣ୍ଣବୋଧର ରଚନା କାଳ କେବେ? ମଧୁସୂଦନ ରାଓଙ୍କ ରଚିତ ବର୍ଣ୍ଣବୋଧର ରଚନା କାଳ 1895 ମସିହା। ପରବର୍ତ୍ତୀ ପ୍ରଶ୍ନ, କାହା ଅନୁରୋଧରେ ଡବ୍ଲ୍ୟୁ.ସି. ଲେସି ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ କରିଥିଲେ? ଡକ୍ଟର ରୋରଙ୍କ ଅନୁରୋଧରେ ଡବ୍ଲ୍ୟୁ.ସି. ଲେସି ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ସାହିତ୍ୟର ପ୍ରଥମ ଔପନ୍ୟାସିକାର ନାମ କ'ଣ? ଓଡ଼ିଆ ସାହିତ୍ୟର ପ୍ରଥମ ଔପନ୍ୟାସିକାର ନାମ ଇତାଲିୟ ଯୁବା। ପରବର୍ତ୍ତୀ ପ୍ରଶ୍ନ, ଦରବାର
ପ୍ରଥମେ କେଉଁ ନାମରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା? ଦରବାର। ପ୍ରଥମେ ବୟାସିକା ବାଣୀ ନାମରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ବଙ୍ଗଭାଷୀଙ୍କ ଦୃଷ୍ଟିରେ ବେଟା ରିଙ୍ଗଲିଡର କିଏ? ବଙ୍ଗଭାଷୀଙ୍କ ଦୃଷ୍ଟିରେ ବେଟା ରିଙ୍ଗଲିଡର ଫକୀରମୋହନ ସେନାପତି। ପରବର୍ତ୍ତୀ ପ୍ରଶ୍ନ, ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସର, ଜଞ୍ଜାଳ ଜଳଦ ଜଳେ ଆବିଳ ଉଦର କବିତାଂଶଟିର ସ୍ରଷ୍ଟା କିଏ? ଏହାର ସ୍ରଷ୍ଟା ହେଉଛନ୍ତି ଗଙ୍ଗାଧର ମେହେର। ପରବର୍ତ୍ତୀ ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ, ଭ୍ରମଭଞ୍ଜନ କାବ୍ୟର ସ୍ରଷ୍ଟା କିଏ? ଭ୍ରମଭଞ୍ଜନ କାବ୍ୟର ସ୍ରଷ୍ଟା ଜଗନ୍ମୋହନ ଲାଲା।